ମୁଁ ତ ଏ କଲେଜରେ ଆଡମିସନ କରିସାରିଲିଣି। ତବେ କଲେଜ କୁ କଣ ପାଇଁ ଆସିଲି କହୁଛି ଶୁଣ। ୱେଲକମ ହଉଛି ସାଙ୍ଗମାନେ ମୋର ଆଉ ଗୋଟେ ବ୍ଲକ। ସକାଳ ସକାଳ ମୁଁ ନା ଶୁକ୍ଲାଟାରେ ବସିଥିଲି ଆଉ ଗାଁ ପାଖକୁ ନା ଏଠି ଡିଜେ ସାଉଣ୍ଡ ଶୁଣା ହେଲା। ମୁଁ ବି ଟିକେ ଦେଖିବାକୁ ପଳେଇ ଆସିଲି। ଆଉ ଏଠି ଆସି ଦେଖିଲା ବେଳକୁ ବାପ ଲୋକି ନାଚ। ଏ ନାଚ ଦେଖିକି ନା ମୋ ମୁଣ୍ଡ ଖରାପ ହେଇଗଲା। ଆଉ ସେଠି ଦେଖିକି ଆସି ବାହାରି ପଇଲେ ଆମେ କଲେଜ କୁ। ଆଜି ମୋ ଭଉଣୀର କଲେଜରେ ଆଡମିସନ ଡେଟ୍ ଥିଲା। ସେ ଛାଡ, ପ୍ରଥମେ ଗାଡି ଷ୍ଟାଣ୍ଡରେ ଗାଡି ରଖି ପଳେଇ ଆସିଲୁ ଆମେ କଲେଜ ଭିତରକୁ। ହଁ ଆଉ ଗୋଟେ କଥା, କିନ୍ତୁ କୋଉ କଥା ମୋର ମନେ ପଡୁନାହିଁ। ନା ଆମ ମଜା କରୁଛୁ, ଆମେ ଟିକେ ଜଲ୍ଦି ପଳେଇ ଆସିଛୁ। କେହି ତ ଆସିନଥିଲେ, ସେଥିପାଇଁ ବାହାରକୁ ଆସି ଆମେ ଟିକେ ଦହିବରା ଖାଇଦେଲୁ। ଆଉ ଏଠି ଦହିବରା ଖାଇ ପଳେଇ ଆସିଲୁ ଆମେ କଲେଜ। ଆଉ ଏଠି କିଛି ଫର୍ମ ଆଣି ବସି ପଇଲୁ ଆମେ ଫିଲଅପ କରତେ। ଆଉ ଆମେ ଫିଲଅପ କରୁ ସାର୍ ମାନେ ବି ପଳେଇ ଆସିଥିଲେ। ଆଉ ଆମେ ଦେଖି ଦେଖୁ ଏଠି 1,00,000-2,00,000 ଛୁଆ ହେଇଗଲେ। ଆଉ ଏଠି ଏତେ ଛୁଆ ଦେଖିକି ମୁଁ ବି ଟିକେ ଏପଟ ସାଇଡ୍ କି ପଳେଇ ଆସିଲି, କାରଣ ମୋର 1,00,000 ସବସ୍କ୍ରାଇବର ହେଇଯାଇଛି। କାଳେ କିଏ ଚିହ୍ନି ନବ। ଆଉ ଖାଲି ଗୋଟିଏ କଥା କହିବି, ଆମ ଘର ହଉଛି ଯାଜପୁର। ସେ ଛାଡ, ଫାଇନାଲି ଏଠି ଆଡମିସନ କରି ପଳେଇ ଆସିଲୁ ଆମେ କଲେଜ ବାହାରକୁ। ହଁ ଆଉ ଗୋଟେ କଥା, ଏ ବ୍ଲଗ ହଉଛି 13 ଜୁଲାଇର, କିନ୍ତୁ ମୁଁ ଅପଲୋଡ କରୁଛି 26 ଜୁଲାଇରେ। ସେ ଛାଡ, ଆଜିର ବ୍ଲଗ କେମିତି ଲାଗୁଛି ପ୍ଲିଜ ଟିକେ କମେଣ୍ଟ କରିଦେବେ। ରହୁଛୁ ସାଙ୍ଗମାନେ, ଜୟ ଜଗନ୍ନାଥ।